ସ୍ତ୍ରୀର ଏଭଳି ଅବସ୍ଥା ଦେଖି ସହି ପାରୁନାହିଁ ସ୍ୱାମୀ। ଯେତେ ବୁଝାଇଲେ ବି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି। ନୂଆ ବର୍ଷରେ ଏଭଳି ଅଘଟଣ ଘଟିଗଲା ଯେ ଡାକ୍ତରଖାନାରେ ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ୱାମୀ। ଗତକାଲି ଆମିଷ ବାର ଥିବାରୁ ସ୍ୱାମୀ ବଜାରରୁ ମଟନ ନେଇ ଘରକୁ ଆସିଥିଲେ। ହେଲେ ପ୍ରେସର କୁକରରେ ମାଂସ ରୋଷେଇ କରୁଥିବା ସମୟରେ ଫାଟି ଯାଇଥିଲା, ଯାହା ଫଳରେ ସ୍ତ୍ରୀ ଗୁରୁତର ହୋଇପଡ଼ିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡୁ ଅଞ୍ଚଳରେ। ସେହି ଅଞ୍ଚଳର ସୋମନାଥ ଜେନାଙ୍କ ସ୍ତ୍ରୀ ଝରଣା ପ୍ରେସର କୁକରରେ ମାଂସ ରୋଷେଇ କରୁଥିଲା ବେଳେ ହଠାତ୍ ପ୍ରେସର କୁକରଟି ଫାଟିଯିବାରୁ ଗୁରୁତର ହୋଇଥିଲେ। ଏଥିରେ ଝରଣାଙ୍କର ମୁହଁ ଓ ହାତ ପୋଡ଼ି ଯାଇଥିଲା ବେଳେ ପ୍ରେସର କୁକରରୁ ଗ୍ୟାସରୁ ଓହ୍ଲାଇବାକୁ ଯାଇ ସ୍ୱାମୀ ସୋମନାଥଙ୍କର ମଧ୍ୟ ହାତ ପୋଡ଼ିଯିବାରୁ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ସୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ତ୍ରୀ ଝରଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେ କହୁଛି ଏତେ ସମୟ କ'ଣ ଜାଳୁ ହଉଛି ସେ ଡାକୁଛି, ମୁଁ ସେକୁ ଯାଇକି ଚାପିଦେଲି। ଚାପିଦେଲା ବେଳକୁ ବାଷ୍ଟ ତା ମୁହଁ କାନ ସବୁ ତ ଜଳିଗଲା। ଆଉ ମୋର ତ ହାତ ମୋ ମିସେସର, ମୋ ହାତ ଫାତ ସବୁ ଫାଟିଗଲା। ମୋ ଆଖି, ମୁଁ ପାଣି ବାଲ୍ଟିର ନାଇଦେନି ଆଖିଟା ସାଙ୍ଗେ ସାଙ୍ଗେ ହେଲା। ମୁଁ ଜାଣିପାରିଲି ଆଜ୍ଞା କ'ଣ ରାନ୍ଧୁଥିଲ? ମଟନ 3.5 କିଲୋ ମଟନ ରାନ୍ଧୁନି। ଆମର ଗୋଟେ ଫୁରିଲା ଅଛି, ତା ଭାଉଜ କହିଲା ମଟନ ରାନ୍ଧିକି ତାଙ୍କୁ ଦବା। ଏସବୁ ଭାଉଜ ହଉଛି ଯୋଉ ମଟନ ରହିବ। ପ୍ରଭୁ ନା ମୁଁ